ଶଙ୍କର ପଦାରବିନ୍ଦରେ ମୋର ଗୁରୁଦେବଙ୍କ ପଦାରବିନ୍ଦରେ କ୍ଷେତ୍ରେଶ୍ୱରୀ ମା ଜ୍ୟୋତିପ୍ରଭାଙ୍କ ପଦାରବିନ୍ଦରେ ରାମଚଣ୍ଡୀଙ୍କର ପଦାରବିନ୍ଦରେ ବଳିଆ ପ୍ରଣାମ ନିବେଦନ କରୁଛି। ବିଶ୍ୱର ଶାନ୍ତି ପାଇଁ ଗୋଟିଏ ମିନିଟ୍ ହେଲେ ବି ଆମ ସମସ୍ତଙ୍କୁ ପ୍ରାର୍ଥନା କରିବାକୁ ହେବ। ବିଶ୍ୱ ଯଦି ଶାନ୍ତିରେ ନ ରୁହେ ତାହେଲେ କୌଣସି ଦେଶ ବା କୌଣସି ବ୍ୟକ୍ତି, ଖାଲି ମଣିଷ ବି ନୁହନ୍ତି, ପଶୁପକ୍ଷୀ ପର୍ଯ୍ୟନ୍ତ କେହି ଶାନ୍ତିରେ ରହିପାରିବେ ନାହିଁ। ସେଥିପାଇଁ ଆମ ଧର୍ମ ବା ଆମ ଶାସ୍ତ୍ରରେ ଗୋଟିଏ ଶ୍ଲୋକ ବା ଦୁଇଟି ଶ୍ଲୋକ ସେ କହିଲେ, ତାରି ଭିତରେ ସବୁ କଥା ଅଛି। ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଇଏ ହେଉଛି ଗୋଟିଏ ଶ୍ଲୋକ, ଯେଉଁ ଶ୍ଲୋକରେ ପୃଥିବୀର ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଛି। ଆମେ କେବଳ ସେ ଶ୍ଲୋକକୁ ପଢ଼ୁଛୁ, କିନ୍ତୁ ଆମ ଭିତରେ ଆନ୍ତରିକତା ନାହିଁ। ଧରନ୍ତୁ ଗୁରୁ କହିଛନ୍ତି ଏଇ ଶ୍ଲୋକଟା ପଢ଼ିବ, କିନ୍ତୁ ସେଇ ଶ୍ଲୋକଟିକୁ ଆମେ ପଢ଼ି ଦେଉଛୁ, କିନ୍ତୁ ସେ ଶ୍ଲୋକର ଅର୍ଥ କ'ଣ, କ'ଣ ପାଇଁ ସେ ଶ୍ଲୋକଟା ଆମେ ପଢ଼ିବୁ, ସେ ବିଷୟରେ କୌଣସି ଆଲୋଚନା କି ଚିନ୍ତନ ନାହିଁ। ସେଇଭଳି ଆଉ ଗୋଟିଏ ଶ୍ଲୋକ ମଧ୍ୟ ରହିଛି, କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ। ଏଇ ଯେଉଁ କଥାଟା କହିଲେ, ଏ କଥାଟାକୁ ସମସ୍ତେ ଆନ୍ତରିକତାର ସହିତ ଚିନ୍ତନ କରନ୍ତୁ। କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ। ତାର ଅର୍ଥଟି ଯେଡ଼େ ବଡ଼ ହଉ, କିନ୍ତୁ ସଂକ୍ଷିପ୍ତରେ ଆମକୁ ବୁଝିବାକୁ ପଡ଼ିବ, ଆମେ ପରମାତ୍ମାଙ୍କୁ ବା ସେଇ ସର୍ବଶକ୍ତିମାନଙ୍କୁ ପ୍ରାର୍ଥନା କରୁଛୁ ଯଥା ସମୟରେ ମେଘ ହଉ। ଯଥା ସମୟରେ ମେଘ ହେଲେ ଶସ୍ୟ ଶ୍ୟାମଳାଦି ଖାଦ୍ୟ ପଦାର୍ଥ ସୃଷ୍ଟି ହେବ ଏବଂ ସମସ୍ତେ ଶାନ୍ତିରେ ଖାଇବେ ଏବଂ ବଞ୍ଚିବେ। କିନ୍ତୁ ଆମେ ସେ ଶ୍ଲୋକ ପଢ଼ୁଛୁ, କିନ୍ତୁ ଆନ୍ତରିକତା ଥିଲା ଭଳି ମୋତେ ଲାଗେନି। ବିଭିନ୍ନ ଯଜ୍ଞ ଅନୁଷ୍ଠାନକୁ ବା ଯେଉଁ ଯେଉଁ ସ୍ଥାନରେ ସବୁ ଯଜ୍ଞ ହେଉଛି, ସେ ସ୍ଥାନକୁ ଅନେକ ଆସୁଛନ୍ତି, ମୋତେ ବି ଡାକୁଛନ୍ତି। ମୁଁ ନା କହିକିରି ସେଥିରେ ଆଉ କ'ଣ କରିବା, ଏତେ ଡାକିଲେଣି, ଆଉ ଚାଲ ଟିକେ ବୁଲି ଆସିବା, ଏମିତି କରିକି ମୁଁ ଯାଉଛି। ଯଜ୍ଞ ମଣ୍ଡପରେ ଏଇ ଶ୍ଲୋକ ଗୁଡ଼ିକ 5-10 ଜଣ ବ୍ରାହ୍ମଣ ମିଶିକିରି ପଢ଼ିବେ। ସେ କ'ଣ କିଏ ପଢ଼ୁଛି ତା ବି ତାକୁ ବୁଝି ହେବନି। ଯେମିତି ଆମ୍ବ ଗଛକୁ କି ବରକୋଳି ଗଛକୁ ଯେମିତି ଟେକା ପକାନ୍ତି
ସେମିତି ଶ୍ଳୋକ ଗୁଡ଼ାକ ସେମିତି ପଢ଼ିଲା ଭଳି ମୋତେ ଲାଗେ। କିନ୍ତୁ ଆମେ ସବୁ ଯେଉଁ ପଣ୍ଡିତମାନଙ୍କ ସଂସ୍ପର୍ଶରେ ଆସିଛୁ ବା ଯେଉଁ ପଣ୍ଡିତମାନଙ୍କୁ ଆମେ ଦେଖିଛୁ, ଭଲ ପାଇଛୁ, ତାଙ୍କ ମନ୍ତ୍ର ଆବାହନ ଶୁଣିଛୁ, ସେ କଥା ଯେତେବେଳେ ମନେ ପଡ଼େ ଆଙ୍କ କଥା ସବୁ କୁଆଡ଼େ ପଳାଏ। ଜଣାପଡ଼େ ଯେମିତି ପ୍ରକୃତରେ ସିଏ ଆମ ପାଇଁ ବା ବିଶ୍ୱର ଶାନ୍ତି ପାଇଁ ସେ ପରମାତ୍ମା ପରମ ପୁରୁଷଙ୍କୁ ଡାକୁଛନ୍ତି, ଆସନ୍ତୁ ବୋଲି କହୁଛନ୍ତି। କିନ୍ତୁ ଅନ୍ୟମାନେ ଆମେ ଶିଖିଛୁ, ପଢ଼ିଯିବୁ, ଗୋଟିଏ ଘଣ୍ଟା ସରିଲେ ଆମର କିଛି ଯଜମାନୀ ଦକ୍ଷିଣା 100, 200 କି 500, 300 ଦେଇକରି ଆମେ ଆମ ଘରକୁ ପଳେଇବୁ। କିନ୍ତୁ ପ୍ରକୃତରେ ଏହା ଠିକ୍ ନୁହେଁ। ଆଜି ଆମ ଭାରତବର୍ଷ ଓଡ଼ିଶାରେ ଆପଣ ଦେଖିବେ କେତେ ଯଜ୍ଞ ହେଉଛି, କିନ୍ତୁ ଶାନ୍ତି ବା ସୁବୃଷ୍ଟି ପ୍ରକୃତରେ କ'ଣ ଆମେ ସେତିକି ପାଉଛୁ? ପ୍ରକୃତରେ ସେଇଆ ନୁହେଁ। ତେଣୁ ସଜ୍ଜନ, ଆମେ ଗୋଟିଏ ମୂର୍ତ୍ତିକୁ ପୂଜା କରୁଛୁ। ଆମକୁ ସେଥିପାଇଁ ମଧ୍ୟ କିଛି ଲୋକ କହୁଛନ୍ତି ହିନ୍ଦୁମାନେ ମୂର୍ତ୍ତିକୁ ପୂଜା କରୁଛନ୍ତି। ତାହେଲେ ହିନ୍ଦୁମାନେ ମୂର୍ତ୍ତିକୁ ପୂଜା କରୁଛନ୍ତି, ତମେ କାହାକୁ ପୂଜା କରୁଛ? ଯଦି ପଚରାଯିବ ଯେ ହିନ୍ଦୁମାନେ କେବଳ ମୂର୍ତ୍ତି ପୂଜା କରୁଛନ୍ତି, ତାହେଲେ ତମେମାନେ କାହାକୁ ପୂଜା କରୁଛ? ଯଦି ଦେଖାଯାଏ ସମସ୍ତେ ମୂର୍ତ୍ତିଙ୍କୁ ହିଁ ପୂଜା କରୁଛନ୍ତି। ମୁଁ ନିଜେ ଆସି କହୁଛି, ଆପଣଙ୍କୁ ଯିଏ ପଚାରିବ ସିଏ କିଏ କହୁଛନ୍ତି, ଆପଣ ତାର ଉତ୍ତର ଦେବେ ଅମୁକ ଲୋକ କହୁଛନ୍ତି, ମୋ ନାଁ ଧରିକିରି ବି କହିବେ। ତାହେଲେ ମୁଁ କ'ଣ ଗୋଟେ ମୂର୍ତ୍ତି ନୁହଁ? ତେଣୁ ସମସ୍ତେ ମୂର୍ତ୍ତି ପୂଜା କରୁଛନ୍ତି। କୃଷକ ଯାଉଛି କୃଷି କ୍ଷେତ୍ରକୁ, ସିଏ ଯଦି ଦେଖିଲା ତା କୃଷି କ୍ଷେତ୍ରରେ ଆଉ ଜଣେ କୃଷକ ଚାଷ ଆରମ୍ଭ କରିଛି, ସେ କ'ଣ ତାକୁ ଛାଡ଼ି ଦେଇ ପଳେଇ ଆସିବ? ସିଏ ସାଙ୍ଗେ ସାଙ୍ଗେ କହିବ ଯେ ମୋ ଜମିରେ କି ମୋ କୃଷି କ୍ଷେତ୍ରରେ ତୁ କିଏ? ତୋର ତ ଏଇଟା ନୁହେଁ, ଏ କିଆରିଟା। ତେଣୁ ପ୍ରତ୍ୟେକ ଜିନିଷ ହେଉଛି ମୂର୍ତ୍ତି। ପଶୁ ପକ୍ଷୀ କୀଟ ପତଙ୍ଗ ଠାରୁ ଆରମ୍ଭ କରି ଆମ ପର୍ଯ୍ୟନ୍ତ ଆମେ ସମସ୍ତେ ମୂର୍ତ୍ତିକୁ ହିଁ ପୂଜା କରୁଛୁ। ଆମେ ଖାଇବୁ, ବାସନଟିଏ ଯଦି ଆମ ପାଖରେ ନଥିବ ଆମେ ଖାଇବୁ କେମିତି? ଆଚ୍ଛା, ଆମେ ଖାଇସାରିଲୁ, ସେଇ ବାସନଟିକୁ ଯଦି ଆମେ ପରିଷ୍କାର ପରିଚ୍ଛନ୍ନ କରି ସଫା ନ କଲୁ, ତା ପରଦିନ ସେଥିରେ କିଏ ଖାଇବ? ଯାହାକୁ ଖାଇଲୁ ସିଏ ମଧ୍ୟ ମୂର୍ତ୍ତି। ଭାତ ଡାଲି ତରକାରୀ ଆମେ ଖାଇଲୁ, ସେ ମୂର୍ତ୍ତି ନୁହଁ? ତେଣୁ ଏ ବିଷୟରେ ବଳିଆ ଗୋଟିଏ ଛୋଟ ବହି ଲେଖିଥିଲା।
ଏବେ ସେ ବହି ଅଛି କି ନାହିଁ ମୁଁ କହିପାରିବିନି, କିନ୍ତୁ ମୁଁ ମୂର୍ତ୍ତି କହୁଛି ମୁଁ ଖଡ଼ଗପୁର ପାଖରେ ଲେଖିଥିଲି, ଖଡ଼ଗପୁରରେ ଲେଖିଥିଲି, ବେଙ୍ଗଲ ଖଡ଼ଗପୁରରେ ମୁଁ ସେ ବହିଟିକି ଲେଖିଥିଲି। ମୁଁ ମୂର୍ତ୍ତି କହୁଛି, ଯଦି ସେ ବହିଟି ଥିବ ତାକୁ ବି ସମସ୍ତେ ଟିକେ ପଢ଼ିବା ଦରକାର। ଦୁନିଆରେ କିଏ ମୂର୍ତ୍ତି ପୂଜା କରୁନାହିଁ। ଆପଣ ବାଟରେ ଯାଉଛନ୍ତି, ଯଦି ଆପଣ ଗୋଟିଏ ମସଜିଦକୁ ଦେଖିବେ, ଆପଣ କେବେ ହେଲେ ତାକୁ ମନ୍ଦିର ବୋଲି କହିବେନି। ଆପଣ କହିବେ ଇଏ ଗୋଟିଏ ମସଜିଦ, ଏଠି କୋରାନ ପାଠ ହୁଏ, ଯାହା ଆଉ ସେ କହିବେ। ସେମିତି ଯଦି ମନ୍ଦିରଟିଏ ଆପଣ ଦେଖିବେ, ଆପଣ କେବେ ହେଲେ ବି ମନ୍ଦିରକୁ ମସଜିଦ କହିବେ ନାହିଁ। କିନ୍ତୁ ମନ୍ଦିରରେ ଯାହା ହେଉଛି, ଯେଉଁଥିପାଇଁ ମନ୍ଦିର ତୈରି ହେଇଛି ସେଇଥିପାଇଁ ମସଜିଦ ତୈରି ହେଇଛି। କେବଳ ସେଇ ସର୍ବଶକ୍ତିମାନଙ୍କୁ ପ୍ରାର୍ଥନା କରିବା ପାଇଁ ଏଇ ମାଟି ଭିତରେ କେତେ ମଠ, କେତେ ମନ୍ଦିର, କେତେ ମସଜିଦ, କେତେ ଚର୍ଚ୍ଚ, କେତେ ଗୁରୁଦ୍ୱାର ଇତ୍ୟାଦି ଇତ୍ୟାଦି ସୃଷ୍ଟି ହେଇଛି, ଆପଣ ଗଣି ପାରିବେନି। ଯଦି ଏଇଠୁ ଆପଣ ବାହାରିବେ, ଧରନ୍ତୁ ଅରିଲୋରୁ ଆପଣଙ୍କ ଗାଡ଼ି ବାହାରିଲା, ଯେଉଁ ଯାକେ ଯିବ, ମନେ କରାଯାଉ ଆପଣ ଜଗତସିଂହପୁର ଯିବେ, ଆପଣ ସାଡ଼ୁ ଫେରିକିରି ଆସିକିରି ହିସାବ ଦେବେ, ଅରିଲୋରୁ ଜଗତସିଂହପୁର ଟାଉନ ଭିତରେ କେତେ ମନ୍ଦିର, କେତେ ମୂର୍ତ୍ତି, କେତେ କ'ଣ ପୂଜା ହେଉଛନ୍ତି। ସବୁଠି ମନ୍ଦିର, ସବୁଠି ପୂଜା। ଯଦି ଗୋଟିଏ ଗାଁରେ ଗୋଟିଏ ମୂର୍ତ୍ତି କିଏ ପୂଜା କଲା, ତାଙ୍କୁ ଯେଉଁମାନେ ଭଲ ପାଆନ୍ତିନି, ସିଏ ସବୁଠୁ ଆଉ ଗୋଟିଏ ମୂର୍ତ୍ତି ଆରମ୍ଭ କରିବେ। ଆମେ ବି ଏ ପାଖରେ କରିବା। ପୂଜା ଗୋଟାଏ ଯେମିତି ଗୋଟେ ପ୍ରତିଯୋଗିତାମୂଳକ ହେଇଯାଉଛି। ଯେଉଁ ପୂଜାକୁ ସେବକମାନେ ସେବା କଲେ ବି ସେ ସେବାକୁ ସେ ପାଉନାହାନ୍ତି, ତାକୁ ଗ୍ରହଣ ବି କରୁନାହାନ୍ତି। ତେଣୁ ଫଳ ପାଇବ କେମିତି? ତେଣୁ ଏଇ ହେଉଛି କଥା। ତେଣୁ ଆମେ ଏଠି ପ୍ରାର୍ଥନା କଲେ, ପ୍ରାର୍ଥନାରେ ଆମର କିଏ ସ୍ଥାନ ପାଇଛନ୍ତି? ପ୍ରଥମରେ ସ୍ଥାନ ପାଇଛନ୍ତି ଗୁରୁ। ସଦ୍ଗୁରୁ ହେଉଛନ୍ତି ସମସ୍ତ ଜୀବନର, ସବୁ ଜୀବନର ଶ୍ରେଷ୍ଠ ମାର୍ଗଦର୍ଶକ। ଯଦି ଆପଣ ପଚାରିବେ ସେ ତାକୁ କିଏ ଗଢ଼ିଛି, ଆକୁ କିଏ ଗଢ଼ିଛି, ତାର ଉତ୍ତର କେବଳ ଆସିବ ଜଣେ ଗୁରୁ ହିଁ ତାକୁ ଗଢ଼ିଛନ୍ତି। ଏଇଠି ବର୍ତ୍ତମାନ ଦେଖିବେ ଆମର ପାଠ୍ୟ ପୁସ୍ତକ ପିଲାମାନଙ୍କ ପାଇଁ ଯେଉଁ ପ୍ରସ୍ତୁତି ହେଇଥିଲା, ସେଥିରେ କିଛି ଦୋଷ ରହିଲା। ସେ ଦୋଷ ପାଇଁ କିଏ ସସ୍ପେଣ୍ଡ ହେଲେଣି, କେତେ ଆଲୋଚନା ସମାଲୋଚନା ହେଲାଣି। କାହିଁକି ନା ସେ ଦୋଷଟା ସବୁ ଦୋଷଟାରୁ ଆମେ ନିବୃତ୍ତ ହେବା ପାଇଁ ସଦ୍ଗୁରୁମାନଙ୍କର ନିର୍ଦ୍ଦେଶକୁ ଆମକୁ ପାଳନ କରିବାକୁ ପଡ଼ିବ।
ଶିକ୍ଷା ସଂସ୍କୃତି ଯଦି ନିରାଡମ୍ବର ହେଇପାରେ, ଶିକ୍ଷା ସଂସ୍କୃତି ସାହିତ୍ୟ ଏଗୁଡ଼ିକ ଯଦି ଭୁଲ ହେବ, ତାହେଲେ ପିଲାମାନଙ୍କର ଜୀବନରେ କେବେ ଭଲ ଫଳ ଆଶା କରିବା ବୃଥା ହେଇଯିବ। ତେଣୁ ସଜ୍ଜନ, ଆମେ ପ୍ରାର୍ଥନା ସମସ୍ତେ କରନ୍ତି ନାହିଁ, କିନ୍ତୁ ସମସ୍ତେ ନ କରନ୍ତୁ, କେହି କେହି କରନ୍ତି। ସେଇ ଯେଉଁ କେହି କେହି 100ରେ 25 ଜଣ ମନେ କରାଯାଉ କରୁଛନ୍ତି। ସେଇ ପ୍ରାର୍ଥନା ମଧ୍ୟ ଆମ ପାଇଁ, ଆମ ଦେଶ ପାଇଁ, ଆମ ସମାଜ ପାଇଁ ତାର ଆବଶ୍ୟକ ରହିଛି। ମୁଁ ବେଳେବେଳେ ଭାବେ ଯେ ମା'ମାନଙ୍କୁ କାହିଁକି ଦାୟିତ୍ୱ ଦିଆହେଲା ସଞ୍ଜ ବେଳେ ସଞ୍ଜ ଦେବା ପାଇଁ? ସକାଳୁ ତ ପୁରୁଷମାନେ ତୁଳସୀ ମୂଳରେ ପାଣି ଢାଳୁଛନ୍ତି, ଯେ ସନ୍ଧ୍ୟାବେଳେ ମା'ମାନେ କାହିଁ ସଞ୍ଜ ଦେବେ? ଆମେ ଦେଲେ କ'ଣ ଚଳିବନି? ତାର କ'ଣ ତତ୍ତ୍ୱ ଥିବ ସେ କଥା ମୁଁ ବିଶ୍ଳେଷଣ କରୁନି, କିନ୍ତୁ ଦେଖନ୍ତୁ, ପୁରୁଷ ଠାରୁ ନାରୀ ପର୍ଯ୍ୟନ୍ତ, ବୃଦ୍ଧ ଠାରୁ ବାଳକ ପର୍ଯ୍ୟନ୍ତ ସମସ୍ତେ କିଛି ସମୟ ବରଂ ହଉ ସେମାନେ ପବିତ୍ର ଜୀବନଯାପନ କରିବା ସହିତ ପବିତ୍ର ମନରେ ସେଇ ପରମାତ୍ମାଙ୍କୁ ଟିକେ ସ୍ମରଣ କରିବେ। ଗୋଟିଏ ମା'ମାନଙ୍କ ହାତରେ ସଞ୍ଜଟିଏ ରହିଲେ ସେ ଆପେ ଆପେ ସ୍ମରଣ କରିବେ। ଯଦି କିଛି ରହିବନି, ଯଦି ଠେଙ୍ଗା ଧରିକିରି ଗୋଟେ ବାହାରିବେ, ତାହେଲେ କ'ଣ ସେ ଭଗବତ ପ୍ରାର୍ଥନା କରିବେ? ତେଣୁ ଏଠି ଆମେ ପ୍ରାର୍ଥନା କରୁ, ଏଠି ପ୍ରାର୍ଥନାଟା ଆମେ କରୁଛୁ, ପ୍ରାର୍ଥନା ଶିଖିଛୁ, କରୁଛୁ, କିନ୍ତୁ ଶିଖିବା ପ୍ରାର୍ଥନା କରିବା ସେସବୁ ନୁହେଁ। ପ୍ରକୃତରେ ଆମେ ପ୍ରାର୍ଥନା କରୁଛୁ କି? ଯଦି ଆମେ ପ୍ରକୃତରେ ପ୍ରାର୍ଥନା କରୁଛୁ, ତାହେଲେ ଦୁଃଖଟା ଆସୁଛି କେମିତି? କେଉଁ ବାଟ ଦେଇ ଦୁଃଖ ଆସିଲା? ଆମ ପ୍ରାର୍ଥନା ଖାମଖିଆଲି ହେଇଯାଉଛି। ଆମ ପ୍ରାର୍ଥନା ପ୍ରତି ଆମେ ମଧ୍ୟ ଗୁରୁତ୍ୱ ଦେଉନାହୁଁ। ଦେଖନ୍ତୁ, ଏଡ଼େ ବଡ଼ ବୀର ଅର୍ଜୁନ, ସିଏ ମଧ୍ୟ ଭଗବାନ କୃଷ୍ଣଙ୍କୁ ମହାଭାରତ ଯୁଦ୍ଧରେ ରଥ ଉପରେ ବସି ସିଏ ମଧ୍ୟ ପ୍ରାର୍ଥନା କରିବା ଆରମ୍ଭ କଲେ। ସେ ପ୍ରାର୍ଥନାଟି ଆମର ଗୋଟେ ପଢ଼ା ହେଉଛି କି କ'ଣ? ସ୍ଥାନେ ହୃଷିକେଶ ତବ ପ୍ରକୃତ୍ୟା ଜଗତ୍ ପ୍ରହୁଷ୍ୟତ ନୁରଜ୍ଜତି, ଏଇ ପ୍ରାର୍ଥନା। ତେଣୁ ପ୍ରାର୍ଥନା ଯେ କେବଳ ଯିଏ ମାନେ ଦାଢ଼ି ରଖିଥିବ କି ବାଳ ରଖିଥିବ, ଚିତା ନାଇଥିବ, ସେଇ କରିବେ, ଆଉ ଆମେ କରିବାନି, ସେସବୁ କଥା ନୁହେଁ। ଯଦି କାୟ ବାକ୍ୟ ମନରେ ଶୁଦ୍ଧ ବା ପବିତ୍ରତାକୁ ଯଦି ଆମେ ନିମନ୍ତ୍ରଣ କରିବା, ହେଲେ ଗଙ୍ଗାକୁ ଯାଇ ଗାଧେଇ ପଇଲେ ହେବନି। ଆମେ ଯେଉଁଠି ଥିବା ସେଠି ଯଦି ଗଙ୍ଗାଙ୍କୁ ସ୍ମରଣ କରିବା, ତାହେଲେ ଗଙ୍ଗାଙ୍କର ସେଇ ଯେଉଁ ମହିମା ସିଏ ନିଶ୍ଚିତ ଆମ ପାଖରେ ପହଞ୍ଚିବେ। ଆମେ ଯଦି କହିବା ଇଏ ଗଙ୍ଗା, ଇଏ ଗୋଟେ ପାଣି, ଆଉ ଏଠି କ'ଣ ପ୍ରାର୍ଥନା କରିବା, ତାହେଲେ ଗଙ୍ଗା
ସେଠି ସାଙ୍ଗେ ସାଙ୍ଗେ ନଈ ହେଇଗଲେ। ଯଦି ନଦୀକୁ ଯଦି ତୀର୍ଥ ବୋଲି ଭାବି ଗଙ୍ଗାକୁ ସ୍ମରଣ କରି ଆମେ ପ୍ରଣାମ କରିବା, ତାହେଲେ ନଦୀ ମଧ୍ୟ ଆମ ପାଇଁ ଗୋଟିଏ ଗଙ୍ଗାରେ ପରିଣତ ହେଇଯିବେ। ତେଣୁ ସେଇ ଭକ୍ତି ବିଶ୍ୱାସ ଟିକକ ଆମର ନିହାତି ଦରକାର। ଆପଣମାନେ ଚିନ୍ତା କରନ୍ତୁ, ନିହାତି ଦରକାର। ଆମର ଯଦି ସନ୍ଧ୍ୟାବେଳେ ଆମେ ପରିକ୍ରମା କରିବା ନାହିଁ, ପ୍ରାର୍ଥନା କରିବା ନାହିଁ, କ'ଣ ଠାକୁର ଉଠି ଆସିକିରି ଆମକୁ ଡିବାରେ ପକାଇବେ? ଆମେ ଆମର ନ କଲୁ, ଆମେ ନ କଲୁ, ଆଉ କ'ଣ ଆମେ ଆମର କଲେ କଲୁ, ନ କଲେ ନାହିଁ। କିନ୍ତୁ ଇଏ ପ୍ରାର୍ଥନାରେ ଠାକୁରଙ୍କର କିଛି ଲାଭ ନାହିଁ, ତାଙ୍କର ଲାଭ ନାହିଁ କି କ୍ଷତି ନାହିଁ। ପ୍ରାର୍ଥନାରେ ଲାଭ ହେଉଛି ଆମମାନଙ୍କର। ଆମେ ଯେଉଁ 10 ମିନିଟ୍ ପ୍ରାର୍ଥନା କଲେ, ଏ ଚଞ୍ଚଳିଆ ମନକୁ ଆମେ ଏକାଗ୍ରତାରେ ପରିଣତ କଲେ। ପୁଣି ପ୍ରାର୍ଥନା କରିବା ଭିତରେ ଯଦି ପ୍ରାର୍ଥନା ଉପଯୋଗୀ ଯନ୍ତ୍ର, ସିଏ ତବଲା ହଉ, ଢୋଲକି ହଉ, କି କ'ଣ ମୃଦଙ୍ଗ ହଉ, ଗିନି ହଉ, ଝାଞ୍ଜ ହଉ, ହାରମୋନିୟମ ହଉ, ବେହାଲା, ଏସବୁ କାହିଁ ବାଜୁଛି? ତାମାନେ ଆମ ଭିତରେ ଥିବା ସେଇ ପ୍ରାର୍ଥନା ସିଏ ଆହୁରି ସୁନ୍ଦର ହଉ, ଆହୁରି ମଧୁର ହଉ, ଆହୁରି ପବିତ୍ର ହଉ। ତେଣୁ ଯେଉଁଠି ପବିତ୍ରତା ରହିଛି ସେଠି ସବୁ କିଛି ରହିଛି। ଯେଉଁଠି ପବିତ୍ରତା ନାହିଁ, ପବିତ୍ରତାର ଗନ୍ଧ ନାହିଁ। ଖାଇବୁ, ପିଇବୁ, ଶୋଇବୁ, ଉଠିବୁ, ବୁଲିବୁ, ଖାଇବୁ, ଶୋଇବୁ, ଉଠିବୁ, ବୁଲିବୁ, ପୁରା ଗପିବୁ, ଏଗୁଡ଼ାକରେ କିଛି ନଥାଏ। ପୁରାଣ ପଢ଼ିଛୁ, ପୁଳାଏ ଗପିଯିବୁ। ସେ କୃଷ୍ଣ ଏମିତି ଲୀଳା କଲେ, ରାମ ଏମିତି ଲୀଳା କଲେ। ଆରେ ତୁ ପଢ଼ିଛୁ, ତୁ ବି ଯେମିତି କହୁଛୁ, ମୁଁ ଯଦି ପଢ଼ିବି ମୁଁ ବି ସେମିତି କହିବି। ସେ କଥାରେ କ'ଣ ସେ ଅଛନ୍ତି? ଆମେ ଯଦି କହିବା କୃଷ୍ଣ ବଂଶୀ ବଜଉଥିଲେ, ଆରେ ବଂଶୀଟା ତ ବଜଉଥିଲେ, ତମେ ଆମ ବାପା ଆମକୁ କହିଛନ୍ତି କି ଆମ ଅଜା କହିଛନ୍ତି, ତାଙ୍କ ଅଜା ତାଙ୍କୁ କହିଥିବେ, ଏଟା ଏମିତି ତ ସମସ୍ତେ ସମସ୍ତଙ୍କୁ କହିଛନ୍ତି। ଆଉ ତମେ ଆମ କୃଷ୍ଣ ବଂଶୀ ବଜଉଥିଲେ, ତା କ'ଣ କହିଲେ କ'ଣ କୃଷ୍ଣ ଖୁସି ହେଇଯିବେ? ଯାହା ହଉ ମୋର ଭକ୍ତ ମୋ କଥା ଜାଣିଛି, ଆଉ ମୁଁ ବଂଶୀ ବଜାଏ ବୋଲି ସେ ଶୁଣିଛି। ଆଉ କିନ୍ତୁ ସେ ବଂଶୀ ଦେଖିନଥିବ, ସେ ବଂଶୀର ତତ୍ତ୍ୱ ବି ସେ ଠିକ୍ ଭାବରେ ଜାଣିନଥିବ। ତେଣୁ ଯେତିକି ସମୟ ହେଲେ ବି ଆମେ ଟିକେ ପ୍ରାର୍ଥନା କଲାବେଳେ ଆମର ଏକାଗ୍ରତା ରହିବା ଉଚିତ। ଗୁରୁଙ୍କର ବାଣୀକୁ ଟିକେ ମନନ କରିବା ଉଚିତ। ଗୁରୁ ମନ୍ତ୍ରକୁ ଆମେ ମୁଢ଼ି ଖାଇଲା ଭଳିଆ ନ ଖାଇକିରି, ନ ଭାବିକିରି ଆମେ ପ୍ରକୃତରେ ପ୍ରାର୍ଥନା କାହିଁକି କରୁଛୁ? ଅନେକ ଜନ୍ମ ତପସ୍ୟା କରିସାରିବା ପରେ ଆମେ ମଣିଷ ଜନ୍ମ ପାଇଲୁ। ଭାଗବତରେ ଲେଖା ହେଇଛନ୍ତି ଅନେକ ଜନ୍ମ କର୍ମ ଫଳେ ମନୁଷ୍ୟ ଜନ୍ମ ମରିତଳେ। ଯଦି ମନୁଷ୍ୟ ଜନ୍ମରୁ ଥରେ ଆମେ ଦୂରେଇ ଯିବୁ, ସବୁକୁ ବେଖାତିରି କରିବୁ, ହେ ସେଗୁଡ଼ା କ'ଣ, ଏଗୁଡ଼ା କ'ଣ, ଏଗୁଡ଼ା କ'ଣ, ଏଗୁଡ଼ା ସବୁକୁ ବେଖାତିରି କରିବୁ, ତାହେଲେ ଆମେ କେତେ ଜନ୍ମ ତଳକୁ ଖସିଯିବୁ। ପୁଣି ଗୋଟିଏ ଦିବ୍ୟ ମଣିଷ ରୂପକୁ ପାଇବାକୁ ହେଲେ ପୁଣି ଆମକୁ ଅନେକ ଜନ୍ମ ଅପେକ୍ଷା କରିବାକୁ ପଡ଼ିବ। ଗୋଟିଏ ନଦୀରେ ବନ୍ୟା ଆସିଛି, ଡଙ୍ଗାରେ ଲୋକ ସବୁ ବସିଛନ୍ତି। କୈବର୍ତ୍ତ ଡଙ୍ଗାକୁ ଚଲାଉଛି, କିନ୍ତୁ ଡଙ୍ଗା ଯେତେବେଳେ ଚାଲିବା ଆରମ୍ଭ ହେଲା, ଇଏ ଯେତେ ଲୋକ ଥିଲେ ତା ଭିତରୁ 5-7ଟା ଲୋକ ଟିକେ ଗପୁଡ଼ା ଥିଲେ,
ମାନେ ଯାହାକୁ କୁହନ୍ତି ବାହାଦୁରିଆ। ସେ ଗପି ପକେଇଲେ, ହୋ କୈବର୍ତ୍ତ ଭାଇ ଏମିତି ମାର, କାତ ସେପଟକୁ ପକା, ସେ କାତଟାକୁ ଏପାଟକୁ ରଖ, ତମେ ଏଠି ବସ, ଏମିତି ଗୁଡ଼ାଏ ସେ ଆରମ୍ଭ କଲେ। କୈବର୍ତ୍ତ ପାରି କରିବ, କିଛି ପଇସା ନେବ, ସିଏ କାହିଁ କ'ଣ କହିବାକୁ ଯିବ। ଅତିରିକ୍ତ ଯେତେବେଳେ ହେଇଗଲା, ମାନେ ସମସ୍ତେ କହିଲେ ଡଙ୍ଗା ବୁଡ଼ିଯିବ, ତମେ ଡଙ୍ଗାକୁ ଏମିତି ମାର ସେମିତି। ସେ ଯେଉଁଠୁ କହିଲା, ମୁଁ କାତ ଥୋଇଦେଲି ଭାଇମାନେ, ମୋତେ ଡଙ୍ଗା କାତ ମାରି ଆସେନି, ମୁଁ କାତ ଥୋଇଦେଲି, ଆପଣମାନେ କିଏ କାତ ମାରି ଜାଣିଛନ୍ତି ଭଲ, ଆପଣ ଆସି କାତ ମାରନ୍ତୁ। ସିଏ ତା ମୁହଁକୁ ଅନେଇଲା, ସିଏ ତା ମୁହଁକୁ ଅନେଇଲା, ସିଏ ତା ମୁହଁକୁ ଅନେଇଲା। ଯିଏ କହୁଥିଲେ ତୁ ଯାଉନୁ, କହୁଥିଲୁ ବା କାତ ମାରିବି ବୋଲି ଯାଉନୁ, ମୋତେ କ'ଣ କାତ ମାରି ଆସେ? ଯେ ତତେ ତ କାତ ମାରି ଆସେ ନେଇ କି, ତତେ ତ ଏତେ କଥା ଗପୁଥିଲୁ କାହିଁକି? ତେଣୁ ଆଜିର ସମାଜରେ ଆପଣ ଦେଖିବେ ଗପୁଡ଼ା କଥା, ମାନେ ଗପୁଡ଼ାଙ୍କ ମାଷ୍ଟର। ଗପୁଡ଼ା ମାନେ ଏମିତି ଗପୁଡ଼ା, ମୁଁ ଶୁଣେ ବେଳେବେଳେ, ମୁଁ ସବୁ କଥା ଶୁଣେନି, ମୋର ସିଏ ଗୋଟେ ବଦ ଅଭ୍ୟାସ, ମୁଁ ସବୁ କଥା ଶୁଣିବାକୁ ଭଲ ପାଏନି, କିନ୍ତୁ ସବୁ କଥାକୁ ଭାବିବା ପାଇଁ, ତାର ଗୋଟେ ନୂଆ ଅର୍ଥ କରିବା ପାଇଁ ମୁଁ ସବୁବେଳେ ଚିନ୍ତନ କରେ। ଆରେ ସେଇ ତ କହିବ ତମେ, ସେ ରାବଣ ଆସିଲା ମାରିଚକୁ କହିଲା, ମାରିଚ ଗୋଟେ ମାୟା ମୃଗ କାଳେ ହେଲା, ସୀତା ତାକୁ ପାଖକୁ, ଏଇ ତ କଥା ମୁଁ ତ ଶୁଣିଥିଲି, ପିଲାଦିନେ ଶୁଣିଥିଲି, ମଝି ମାନେ ମୁଁ ତ କେତେ 100 ଥର ଶୁଣିଛି, ଆଉ ସେଇ କଥାକୁ କ'ଣ ମୁଁ ଶୁଣିବି? ବରଂ ସେ କଥାକୁ ନ ଶୁଣିକିରି ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ବରଂ ରାମ 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 ଏମିତି ବରଂ ହେଲେ ଜୀବନଟା ପବିତ୍ର ହେବ, କିମ୍ବା ରାମଙ୍କର ଆଦର୍ଶ। ତେଣୁ କଥା କେବେ ଜୀବନରେ ମଣିଷକୁ କିଛି ଦିଏ ନା, କଥା ହିଁ କଥାରେ ରହିଯାଏ। କିନ୍ତୁ ପ୍ରକୃତ ଯିଏ କଥା, ଯିଏ ହେଉଛି ବାର୍ତ୍ତା, ସେ କଥା ମାଧ୍ୟମରେ ପ୍ରକାଶ ହେଲେ ବି ସେ ଆମ ସମସ୍ତଙ୍କ ପାଇଁ ବାର୍ତ୍ତା ହେଇଯାଏ, ସେ ଆଉ କଥା ହେଇ ରହେ ନା। ଗୀତାକୁ ଆମେ କଥା କହିବାନି, ଗୀତା ବାର୍ତ୍ତା, ଭାଗବତ ବାର୍ତ୍ତା, ରାମାୟଣ ବାର୍ତ୍ତା। ତାକୁ ଏମିତି ଖୁସି ମନରେ ଏମିତି କେଉଁ କଥା କହିପାରୁ, କିନ୍ତୁ ଯେଉଁ କଥା ମଣିଷକୁ ଗଢ଼େ, ମଣିଷର ମନକୁ ଗଢ଼େ, ପରିବାର ଗଢ଼େ, ସମାଜ ଗଢ଼େ, କୁ ଅଭ୍ୟାସକୁ ତ୍ୟାଗ କରେ, ସେଇ ହେଉଛି ପ୍ରକୃତ କଥା, ସେଇ କଥାଟା ହେଉଛି ବାର୍ତ୍ତା। ମଣିଷ ଯେତେବେଳେ ମରିବ, ସେତେବେଳେ ତାର ଯିଏ ଆତ୍ମୀୟ ସ୍ୱଜନ ସବୁ ଥିବେ, ସିଏ କହୁଥିବେ, ସେ ନିଜେ ପଛେ ହରିନାମ ନ କରନ୍ତୁ, କିନ୍ତୁ କହୁଥିବେ ହରିନାମ କର, ହରେ ରାମ କର। ସେ ଖନେଇ ଖନେଇକିରି ବି କହୁଥିବ, ନିର୍ମାଲ୍ୟ ପାଣି ପିଇ, ନିର୍ମାଲ୍ୟ ସେ ବି ସବୁଦିନ ପିଏନି, ସେ କେଉଁ ଗୋଟେ ବାକ୍ସ ଭିତରେ ରଖିଥିବ, ଏତିକି ବେଳକୁ ତାର ମନେ ପଡ଼େ। ତେଣୁ ସେଇ ଯେଉଁ ନିର୍ମାଲ୍ୟ, ସେଇ ଯେଉଁ ନାମ ପ୍ରତି ଶ୍ରଦ୍ଧା, ଗୋଟିଏ ମଣିଷ ପ୍ରତି ସମବେଦନା ଜଣାଇବାର ବାର୍ତ୍ତା, ଏଇ ହେଉଛି ପ୍ରକୃତ ଶାସ୍ତ୍ର। ଆଉ ଗୁଡ଼ାଏ ଶ୍ଳୋକ ପଢ଼ିଲେ କ'ଣ? ତେଣୁ ମୁଁ ଶ୍ଳୋକ ପଢ଼େନି କି କିଛି ପଢ଼େନି, ମୁଁ ମୋର ଶୋକକୁ ପଢ଼େ, ଶ୍ଳୋକ ପଢ଼େନି। ଶ୍ଳୋକ ମୁଁ ତ ସଂସ୍କୃତ ବେଶୀ ପଢ଼ିନି, ପଢ଼ୁ ପଢ଼ୁ କାଳେ ମୋର ଭୁଲ ଭାଲ ହେଇଯିବ, ମୁଁ କାହିଁ ପଢ଼ିବାକୁ ଯିବି। ତେଣୁ ଶୋକ ପଢ଼େ,
ଶୋକ ମୁଁ ଶ୍ଳୋକ ପଢ଼େନି। ଶୋକଟା କ'ଣ? ମୋ ଜୀବନର, ଆପଣମାନଙ୍କ ଜୀବନର, ଇଏ ପୃଥିବୀର, ଇଏ ସମାଜର ପ୍ରତିଟି ମଣିଷର ଯେଉଁ ଦୁଃଖ ସେଇଗୁଡ଼ାକ ଦୂର ହେଉ, ମୁଁ ସେତିକି ହିଁ ପଢ଼େ। ସେଟା ଯେଉଁଠି ଅଛି ମୁଁ ସେଇଟାକୁ ପଢ଼ିବି।